ଜହନ ଲିଖିତ ସୁସମାଚାରରୁ ପାଠ 12 ଅଧ୍ୟାୟ 44ରୁ 50 ପଦ ପର୍ଯ୍ୟନ୍ତ। ଯୀଶୁ ଉଚ୍ଚ ସ୍ୱରରେ ଘୋଷଣା କରି କହିଲେ, ଯେ ମୋଠାରେ ବିଶ୍ୱାସ କରେ, ମୋଠାରେ ନୁହେଁ ବରଂ ଯିଏ ମୋତେ ପ୍ରେରଣ କରିଅଛନ୍ତି ତାଙ୍କଠାରେ ବିଶ୍ୱାସ କରେ। ଯଦି କେହି ମୋର ଦର୍ଶନ କରେ, ସେ ଯିଏ ମୋତେ ପ୍ରେରଣ କରିଛନ୍ତି ତାହାଙ୍କୁ ଦର୍ଶନ କରେ। ମୁଁ ଜ୍ୟୋତି ସ୍ୱରୂପ ଜଗତକୁ ଆସିଅଛି, ଯେପରି ପ୍ରତ୍ୟେକ ଲୋକ ଯେ ମୋଠାରେ ବିଶ୍ୱାସ କରେ ଅନ୍ଧକାରରେ ରହିବ ନାହିଁ। ଯେ ମୋ ଶିକ୍ଷା ଶୁଣି ତାହା ପାଳନ କରେ ନାହିଁ, ତା'ର ବିଚାର ମୁଁ କରେ ନାହିଁ, କାରଣ ମୁଁ ଜଗତର ବିଚାର କରିବା ପାଇଁ ଆସିନାହିଁ, ବରଂ ଜଗତକୁ ଉଦ୍ଧାର କରିବା ପାଇଁ ଆସିଛି। ଯେ କେହି ମୋତେ ପ୍ରତ୍ୟାଖ୍ୟାନ କରେ ଏବଂ ମୋର ବାକ୍ୟ ଗ୍ରହଣ କରେ ନାହିଁ, ତା ପାଇଁ ବିଚାରପତି ଅଛନ୍ତି। ମୋର ସକଳ କଥିତ ବାକ୍ୟ ଶେଷ ଦିବସରେ ତା'ର ବିଚାର କରିବ। କାରଣ ମୁଁ ମୋର ନିଜ ଇଚ୍ଛାରୁ କିଛି କହିନାହିଁ, କିନ୍ତୁ ପିତା ଯେ ମୋତେ ପ୍ରେରଣ କରିଅଛନ୍ତି, ମୁଁ କ'ଣ କହିବି ଏବଂ କ'ଣ ବ୍ୟକ୍ତ କରିବି, ଏ ସମ୍ପର୍କରେ ମୋତେ ଆଜ୍ଞା ଦେଇଛନ୍ତି। ମୁଁ ଜାଣେ, ତାଙ୍କ ଆଜ୍ଞା ଅନନ୍ତ ଜୀବନ ଅଟେ। ଅତଏବ ପିତା ମୋତେ ଯାହା କହିଛନ୍ତି, ମୁଁ ତାହା ହିଁ କହିଅଛି। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ପାସ୍କାର ଚତୁର୍ଥ ସପ୍ତାହ 24 ଦିନରେ ପହଞ୍ଚି ଆସିଅଛୁ। ଏହି ଦିନରେ ବିଶେଷ କରି ଆଜିର ବୁଧବାରରେ ଆମମାନେ ଶୁଣିବାକୁ ପାଉଛୁ ଯେ ଯୀଶୁଙ୍କୁ ଯେ ବିଶ୍ୱାସ କରେ ସେ ପିତାଙ୍କୁ ବିଶ୍ୱାସ କରେ। ଯୀଶୁଙ୍କୁ ଯେ ଦର୍ଶନ କରିଛି ସେ ପିତାଙ୍କୁ ଦର୍ଶନ କରିଛି। ଯେ ଯୀଶୁଙ୍କର ଇଚ୍ଛା ପାଳନ କରେ ସେ ପିତାଙ୍କର ଇଚ୍ଛା ପାଳନ କରେ। ଆଉ ଯୀଶୁ ନିଜେ କହୁଅଛନ୍ତି ଯେ ଯେଉଁ ଶିକ୍ଷା ସେ ଦେଉଛନ୍ତି ସେ ତାହା ପିତାଙ୍କ ଠାରୁ ଶିଖିଛନ୍ତି। ଆଉ ସେ ଜଗତକୁ ବିଚାର କରିବା ପାଇଁ ଆସିନାହାନ୍ତି, କିନ୍ତୁ ଉଦ୍ଧାର କରିବା ପାଇଁ ଆସିଛନ୍ତି। କିନ୍ତୁ ଯେଉଁମାନେ ତାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି, ତାହାଙ୍କର ବାକ୍ୟ ଶେଷ ବିଚାରରେ ତାହାଙ୍କୁ ବିଚାର କରିବ। ଶେଷ ଦିନରେ ସେ ବିଚାରିତ ହେବ। କାରଣ ଯୀଶୁ ନିଜ ଇଚ୍ଛା ପୂରଣ କରିବା ପାଇଁ ଏ ଜଗତକୁ ଆସିନାହାନ୍ତି, କିନ୍ତୁ ପିତାଙ୍କର ଇଚ୍ଛା ପୂରଣ କରିବା ପାଇଁ। କାରଣ ତାହାଙ୍କର ଆଜ୍ଞା ଅନନ୍ତ ଜୀବନ ଅଟେ। ତେଣୁ ମୁଁ ଯାହା କହେ ତାହା ମୁଁ ପିତାଙ୍କଠାରୁ ହିଁ ଶୁଣି କହୁଅଛି। ଏହି କଥା ଯୀଶୁଖ୍ରୀଷ୍ଟ ତାହାଙ୍କର ଶିଷ୍ୟମାନଙ୍କୁ ଶିକ୍ଷା ଦେଉଛନ୍ତି। ତେଣୁ ଆମମାନେ ତାହାଙ୍କ କଥା ଶୁଣିବା, ତାହେଲେ ଆମେ ପିତା ପରମେଶ୍ୱରଙ୍କର କଥା ଶୁଣୁଅଛୁ। ଆମେ ଯୀଶୁଙ୍କୁ ବିଶ୍ୱାସ କଲେ ପିତା ପରମେଶ୍ୱରଙ୍କୁ ଆମମାନେ ବିଶ୍ୱାସ କରୁଅଛୁ। ଆମମାନେ ଯୀଶୁଙ୍କୁ ଦେଖିଲେ ଆମମାନେ ପିତା ପରମେଶ୍ୱରଙ୍କୁ ଦେଖୁଅଛୁ। କାରଣ ସେ ହେଉଛନ୍ତି ଅଦୃଶ୍ୟ ପରମେଶ୍ୱରଙ୍କର ପ୍ରତିରୂପ ଈଶ୍ୱର। କଲୋସ୍ୟ 1 ଅଧ୍ୟାୟ 15 ପଦରେ ସେ ଏହା କହନ୍ତି। ହିବ୍ରୁ 1 ଅଧ୍ୟାୟ 3ରେ ମଧ୍ୟ ସେ ଏହା କହନ୍ତି। ପରମେଶ୍ୱରଙ୍କର ପ୍ରତିରୂପ ହେଉଛନ୍ତି ଯୀଶୁଖ୍ରୀଷ୍ଟ। ସେ ଈଶ୍ୱର ପ୍ରତିରୂପ, ଆଉ ସେ ପରମେଶ୍ୱର ଅଦୃଶ୍ୟ। ପରମେଶ୍ୱର ଅଦୃଶ୍ୟ ଅଟନ୍ତି, କାରଣ ପିତା ପରମେଶ୍ୱର ଅଦୃଶ୍ୟ ଅଟନ୍ତି। ପୁତ୍ର ପରମେଶ୍ୱର ଦୃଶ୍ୟମାନ ହେଲେ, ପବିତ୍ର ଆତ୍ମା ଅଦୃଶ୍ୟ ପରମେଶ୍ୱର ଅଟନ୍ତି। କିନ୍ତୁ ଆମେ ଏହି ତିନି ଜଣଙ୍କୁ ଅନୁଭବ କରିଥାଉ। ପିତାଙ୍କୁ ମଧ୍ୟ ଅନୁଭବ କରିଥାଉ ବ୍ୟକ୍ତିଗତ ଭାବରେ। ପୁତ୍ର ପରମେଶ୍ୱରକୁ ମଧ୍ୟ ଆମମାନେ ଅନୁଭବ କରିଥାଉ ବ୍ୟକ୍ତିଗତ ଭାବରେ। ଏବଂ ପବିତ୍ର ଆତ୍ମା ପରମେଶ୍ୱରଙ୍କୁ ମଧ୍ୟ ଆମମାନେ ଅନୁଭବ କରିଥାଉ ବ୍ୟକ୍ତିଗତ ଭାବରେ। ଏକ ପରମେଶ୍ୱର, ତିନି ବ୍ୟକ୍ତି। ତେଣୁ ପରମେଶ୍ୱରଙ୍କୁ ଆମମାନେ ଅନୁଭବ କରିଥାଉ। ମୋଶା ଯେପରି ଅନୁଭବ କଲେ, ଇବ୍ରାହିମ ଯେପରି ଅନୁଭବ କଲେ, ଆମମାନେ ମଧ୍ୟ ଅନେକ ସମୟରେ ତାହାଙ୍କୁ ଅନୁଭବ କରିଥାଉ। ପରମେଶ୍ୱରଙ୍କୁ ଆମମାନେ ଅନୁଭବ କରିଥାଉ। ତାହାଙ୍କର ଶିକ୍ଷା ଆମମାନେ ଶୁଣୁଅଛୁ। ପବିତ୍ର ଧର୍ମଗ୍ରନ୍ଥ ବାଇବଲରେ ସବୁ ଲେଖାଯାଇଛି। ସେଥିପାଇଁ ତାହାଙ୍କର ଇଚ୍ଛା ଏହି ପବିତ୍ର ଧର୍ମଗ୍ରନ୍ଥରେ ଲେଖାଯାଇଛି।
ପିତା ପରମେଶ୍ୱରଙ୍କର ଆଦେଶ ଏହି ଧର୍ମଗ୍ରନ୍ଥରେ ଲେଖାଯାଇଛି। ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷା ଏହି ଧର୍ମଗ୍ରନ୍ଥରେ ଲେଖାଯାଇଛି। ଯୀଶୁଖ୍ରୀଷ୍ଟଙ୍କର ବ୍ୟାଖ୍ୟା ଏହି ଧର୍ମଗ୍ରନ୍ଥରେ ଲେଖାଯାଇଛି। ପବିତ୍ର ଆତ୍ମାଙ୍କର ପରିଚାଳନା ଏହି ଧର୍ମଗ୍ରନ୍ଥରେ ବିଶେଷ କରି ପ୍ରେରିତ କର୍ମ ଗ୍ରନ୍ଥରେ ଲେଖାଯାଇଛି। ତେଣୁ ଏଗୁଡ଼ାକ ଆମେମାନେ ଜାଣୁଅଛୁ। ପ୍ରଥମ ପୁଣି ପିତା ପିତର ମଣ୍ଡଳୀକୁ ସେ ଶିଖେଇଲେ। ପେଣ୍ଟେକଷ୍ଟ ପର୍ବ ଦିନରେ ସେ ଲୋକମାନଙ୍କୁ ଶିଖେଇଲେ। ପବିତ୍ର ଆତ୍ମାଙ୍କର ଅବତରଣ ପାଇ ଅନ୍ୟମାନଙ୍କ ଉପରେ ପବିତ୍ର ଆତ୍ମାଙ୍କର ଅବତରଣ ଦେଖି ସେମାନଙ୍କୁ ସେ ଦୀକ୍ଷା ସ୍ନାନ ଦେଲେ। ହେଲେ ଏହିପରି ଭାବରେ ମଣ୍ଡଳୀରେ ଆମମାନେ ତ୍ରୈକ୍ୟ ପରମେଶ୍ୱରଙ୍କୁ ପୂଜା ଆରାଧନା କରିଥାଉ। ତେଣୁ ଦିବ୍ୟ ପ୍ରସାଦରେ ଏବେ ଆମମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଦେଖୁଅଛୁ, ତାହାଙ୍କୁ ସ୍ପର୍ଶ କରୁଅଛୁ। ହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ଦିବ୍ୟ ପ୍ରସାଦ ଆକାରରେ ବିରାଜମାନ ହୋଇ ରହିବା ପାଇଁ ଚାହିଁଲେ। ସେଥିପାଇଁ ଆମମାନେ ତାହାଙ୍କୁ ଦେଖୁଅଛୁ, ତାହାଙ୍କୁ ଗ୍ରହଣ କରୁଅଛୁ ଆଉ ତାହାଙ୍କଠାରୁ ସୁସ୍ଥତା ଲାଭ କରୁଅଛୁ। ତେଣୁ ଆସନ୍ତୁ ଏହି ତ୍ରୈକ୍ୟ ପରମେଶ୍ୱରଙ୍କୁ ବିଶ୍ୱାସ କରିବା। ଆଦି ଗ୍ରନ୍ଥ 18:22 ମଧ୍ୟ ଆମମାନେ ପଢ଼ୁ, ଇବ୍ରାହିମକୁ ଦେଖିବା ପାଇଁ ନିଜେ ପିତା ପରମେଶ୍ୱର ସେ ଏହି ମାମ୍ରେକୁ ଯାତ୍ରା କଲେ ଆଉ ଇବ୍ରାହିମଙ୍କ ଘରେ ସେ ଭୋଜନ କଲେ। ତାପରେ ସେ ସୋଦମ ଗମୋରାକୁ ବିଚାର କଲେ। ଏହି କଥା ଆମମାନେ ଦେଖୁଅଛୁ ଯେ ଇଏ ତ୍ରୈକ୍ୟ ପରମେଶ୍ୱର କିମ୍ବା ଏକ ପରମେଶ୍ୱର ଆଉ ତାହାଙ୍କର ଦୁଇ ଦୂତ ଏହି ଦିବ୍ୟ ଦର୍ଶନ ଲେଖାଯାଇଛି। ତଥାପି ଆମମାନଙ୍କର ବିଶ୍ୱାସ ପ୍ରଭୁ ଚାହିଁଲେ ସେ ପୁରା ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଆଉ ତ୍ରୈକ୍ୟ ପରମେଶ୍ୱର ତିନି ବ୍ୟକ୍ତି ହିଁ ଆମମାନଙ୍କୁ ଦେଖା ଦେଇପାରିବେ। ଏଥିରେ କିଛି ଅସମ୍ଭବ ନାହିଁ। କିନ୍ତୁ ଆମମାନେ ଅନେକ ସମୟରେ କହିଥାଉ ତ୍ରୈକ୍ୟ ପରମେଶ୍ୱର ବା ଏକ ପରମେଶ୍ୱର ସେ ମନୁଷ୍ୟ ଅବତାର ହୋଇ ତାହାଙ୍କ ଦୁଇ ଦୂତଙ୍କ ସହିତ ଆସିଲେ। ଏହିପରି ମଧ୍ୟ ଆମମାନେ ବ୍ୟାଖ୍ୟା କରିଥାଉ। ଇଏ ହେଉଛି ଈଶ୍ୱରଙ୍କର ଦର୍ଶନ। ତେଣୁ ଆସନ୍ତୁ ଆମମାନେ ଏହି ତ୍ରୈକ୍ୟ ପରମେଶ୍ୱରଙ୍କୁ ଗ୍ରହଣ କରିବା ପାଇଁ ଶିଖିବା, ବିଶ୍ୱାସ କରିବା ପାଇଁ ଶିଖିବା। ସେଥିପାଇଁ ଯୀଶୁଖ୍ରୀଷ୍ଟ ଘୋଷଣା କରି କହୁଛନ୍ତି, ଯିଏ ମୋ ଠାରେ ବିଶ୍ୱାସ କରେ ସେ ପିତାଙ୍କଠାରେ ବିଶ୍ୱାସ କରେ। ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରେ ସେ ପିତା ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରେ, ପବିତ୍ର ଆତ୍ମା ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରେ। ହେଲେ ଏହିପରି ଭାବରେ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ଶିକ୍ଷା ଦେଉଛନ୍ତି। ଆଉ ଯଦି ସେ ଦର୍ଶନ କରେ, ସେ ଯୀଶୁଖ୍ରୀଷ୍ଟଙ୍କୁ ଦର୍ଶନ କଲେ ସେ ପିତା ପରମେଶ୍ୱରଙ୍କୁ ଦର୍ଶନ କରୁଛି, ପବିତ୍ର ଆତ୍ମା ପରମେଶ୍ୱରଙ୍କୁ ଦର୍ଶନ କରୁଛି। ତେଣୁ ଆମମାନେ ଦିବ୍ୟ ପ୍ରସାଦରେ ଆମମାନେ ଯୀଶୁଙ୍କୁ ଦର୍ଶନ କରିବା ସାଥେ ସାଥେ ପିତା ପରମେଶ୍ୱରଙ୍କୁ ମଧ୍ୟ ଦର୍ଶନ କରୁଛୁ ଏବଂ ପବିତ୍ର ଆତ୍ମାକୁ ମଧ୍ୟ ଦର୍ଶନ କରୁଛୁ। ତେଣୁ ଏହି ରୂପରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରୁଅଛନ୍ତି।